ନମସ୍କାର ଦର୍ଶକ ବନ୍ଧୁ। କାହିଁକି କେବଳ ମା'ଙ୍କୁ ଅପେକ୍ଷା କରେ କାଶତଣ୍ଡି ଫୁଲ? କେବଳ ଶରତ ଋତୁରେ କାହିଁକି ଫୁଟେ କାଶତଣ୍ଡି? ମା'ଙ୍କର ପୂର୍ବରୁ ଆସେ, ମା'ଙ୍କ ବିସର୍ଜନ ପରେ ମଉଳିଯାଏ। ଜାଣିଛନ୍ତି କି କାଶତଣ୍ଡିର ପୂର୍ବଜନ୍ମ କାହାଣୀ? ଦଳିତ ଝିଅ କାଶତଣ୍ଡି ଓ ରାଜକୁମାରଙ୍କ ଦୁଃଖଦ ପ୍ରେମ କାହାଣୀ। କାଶତଣ୍ଡି ଫୁଲେ ମହି ଦିଶଇ ଧବଳ, ଶରବେ ଫୁଟିଅଛି କୁମୁଦିନୀ କୋମଳ। ମା'ଙ୍କ ଆଗମନରେ ପୁଲକିତ ଧରଣୀ ରାଣୀ। ଶସ୍ୟ ଶ୍ୟାମଳା ଧରିଣୀ ନିଜର ପଟିଆରା କରି, ନୀଳ ଆକାଶ ତଳେ ମାଟି ଉପରେ ଖିଲି ଖିଲି ହୋଇ ହସୁଛି କାଶତଣ୍ଡି ଫୁଲ। ନଦୀ ପଠାଠାରୁ ଆରମ୍ଭ କରି ରାସ୍ତା କଡ଼ସାରା ଭରି ହୋଇଛି ଅସୁମାରୀ ସୌନ୍ଦର୍ଯ୍ୟର କୁଆଁରା। ତେବେ ଆପଣ କ'ଣ ଜାଣିଛନ୍ତି କି କାଶତଣ୍ଡି ଫୁଲେ ପୂର୍ବଜନ୍ମ କାହାଣୀ? କ'ଣ ଆପଣମାନେ ଜାଣିଛନ୍ତି କି କାହିଁକି କାଶତଣ୍ଡି ଫୁଲ କେବଳ ଶରତ ଋତୁରେ ଫୁଟେ? ଗଣେଶ ପୂଜା ସହିତ କାଶତଣ୍ଡି ଫୁଲ ଫୁଟିବା ଆରମ୍ଭ ହୋଇଥାଏ। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏଇଟା ଯେ ମା'ଙ୍କର ମେଲାଣି ପରେ ହିଁ କାଶତଣ୍ଡି ଫୁଲ ମଉଳିବାକୁ ଆରମ୍ଭ କରିଦିଏ। ତେବେ କାହିଁକି ଏମିତି ହୋଇଥାଏ? କେବଳ ମହି ଧରାକୁ ଆସିଲେ କାଶତଣ୍ଡି ଫୁଲ ଧରା ଅବତରଣ କରେ କାହିଁକି? କାରଣ କ'ଣ ରହିଛି ଏହାର ରହସ୍ୟ? ଚାଲନ୍ତୁ ଜାଣିବା ଆଜିର ଏହି ଭିଡ଼ିଓରେ। ପୁରାଣ ଯୁଗର କାହାଣୀ ଏଇ। ଗରିବ ଘରର ଝିଅଟିଏ ଥାଏ, ନାଁ ତା'ର କାଶତଣ୍ଡି। ସବୁଦିନ ସେ ନଦୀ ପଠାକୁ ବୁଲିବାକୁ ଯାଏ। ସେହି ରାଜ୍ୟର ରାଜକୁମାର ସବୁଦିନ ସେହି ବାଟ ଦେଇ ଯିବା ଆସିବା କରନ୍ତି। ସହଜେ ତ ରାଜକୁମାର ଘରର ପୁଅ, ଦେଖିବାକୁ ଭାରି ସୁନ୍ଦର। କଥାରେ ଅଛି ପରା, ରାଜକୁମାର ପରି ବର ହୋଇଥିବ। ଏଇ ତ ଜଣେ ରାଜକୁମାର। କାଶତଣ୍ଡି ମନେ ମନେ ରାଜକୁମାରଙ୍କୁ ମନ ଦେଇ ବସିଲା। ରାଜକୁମାରକୁ ଦେଖି ସବୁଦିନ ଭଲ ପାଇଗଲା। କିନ୍ତୁ ସେ ତ ରାଜକୁମାର, ତାଙ୍କ ପାଇଁ କ'ଣ ଝିଅର ଅଭାବ ହେବ? କେବଳ ଇଚ୍ଛା କରିବା ମାତ୍ରେ ହିଁ ସେହି ରାଜ୍ୟର ଅପୂର୍ବ ସୁନ୍ଦରୀମାନେ ତାଙ୍କୁ ବିବାହ କରିବା ପାଇଁ ଧାଡ଼ି ବାନ୍ଧି ଛିଡ଼ା ହେବେ। କିନ୍ତୁ କାହିଁକି କେଜାଣି ରାଜକୁମାର ମଧ୍ୟ ପୁଲକିତ ହୋଇଗଲେ ଯାଇଥିଲେ କାଶତଣ୍ଡିର ରୂପ ଲାବଣ୍ୟରେ। କାଶତଣ୍ଡିଙ୍କର ଧୋବ ଫରଫର ଗୋରା ଦେହକୁ ଦେଖି ଗରିବ ଝିଅଟିକୁ ମଧ୍ୟ ମନ ଦେଇ ବସିଲେ। କାଶତଣ୍ଡିଙ୍କ ସହ ରାଜକୁମାରଙ୍କର ପ୍ରେମ ହୋଇଗଲା। ଧୀରେ ଧୀରେ ଦୁହିଁଙ୍କର ପ୍ରେମ ନିବିଡ଼ ହେବାକୁ ଲାଗିଲା। ସବୁଦିନ ଦୁହେଁ ପରସ୍ପରକୁ ନଦୀ ପଠାରେ ଦେଖା କଲେ। ସେ ଖୋଲା ଆକାଶ ତଳେ ଦୁହେଁ ସେହି ମିଳନର ନିବିଡ଼ ସ୍ମୃତିକୁ ସାଉଁଟୁଥିଲେ। ହେଲେ ଦଇବ ସହିଲା ନାହିଁ। ତାଙ୍କ ପବିତ୍ର ପ୍ରେମ ସମ୍ପର୍କରେ ସତେ ଯେପରି କାହାର ନଜର ଲାଗିଗଲା। ଉଚ୍ଚ ନୀଚର ବାଛ ବିଚାର ଜାଲରେ ଦୁଇଟି ମନ ଭାଙ୍ଗିଗଲା। ନଦୀର ଦୁଇ କୂଳ କ'ଣ କେବେ ପରସ୍ପର ମିଶିଛନ୍ତି? କାଶତଣ୍ଡି ଓ ରାଜକୁମାରଙ୍କ ଭାଗ୍ୟରେ ସେଇଆ ହିଁ ଲେଖାଥିଲା। ମହାରାଜ ଏକଥା ଶୁଣି ରାଗି ଉଠିଲେ। ଗୋଟିଏ ଛୋଟ ଜାତି ଆଉ ଗୋଟିଏ ଗରିବ ଘରର ଝିଅ ପୁଣି ହେବ ଏ ଘରର ଭାବୀରାଣୀ? ନା, ରାଜା ଏହି କଥାକୁ ସହ୍ୟ କରିପାରିଲେ ନାହିଁ। ପୁଅକୁ ନଦୀ ପଠାଠାରୁ ଧରି ଆଣିବା ପାଇଁ ସୈନ୍ୟ ସାମନ୍ତମାନଙ୍କୁ ପଠାଇଲେ। ରାଜକୁମାରଙ୍କୁ କୋଳରେ ରଖି ତାଙ୍କ ଉପରେ ଢାଙ୍କି ଦେଇଥିଲେ ଏକ ଧଳା ଓଢ଼ଣା। ସୁନ୍ଦରୀ କାଶତଣ୍ଡି ଦୁହେଁ ଦୁହିଁଙ୍କୁ ଜାବୁଡ଼ି ଧରି ପ୍ରେମର ମୁହୂର୍ତ୍ତକୁ ଉପଭୋଗ କରୁଥିବା ସମୟରେ ପହଞ୍ଚି ଯାଇଥିଲେ ସୈନ୍ୟ ସାମନ୍ତ। ଏହା ଦେଖି ସେନାପତି କହି ଉଠିଲେ, ଏ କ'ଣ ରାଜକୁମାର? ଛାର, ଗୋଟିଏ ଗରିବ ଝିଅ ପାଇଁ ଆପଣ ରାଜମହଲକୁ ଛାଡ଼ି ଆସିଛନ୍ତି? ତୁରନ୍ତ ଆମ ସହିତ ରାଜଉଆସକୁ ଚାଲନ୍ତୁ। ମହାରାଜଙ୍କର କଡ଼ା ନିର୍ଦ୍ଦେଶ ଆପଣଙ୍କୁ ସାଥିରେ ନେଇଯିବା ପାଇଁ। କିନ୍ତୁ ରାଜକୁମାର କାଶତଣ୍ଡିକୁ ଛାଡ଼ି ଯିବାକୁ ମନା କରିଦେଲେ। ଉଆସକୁ କାଶତଣ୍ଡିକୁ ନେଇ ସାଙ୍ଗରେ ଯିବା ପାଇଁ ଜିଦ୍ କଲେ। ସୈନ୍ୟ ସାମନ୍ତମାନେ ନିରୁପାୟ ହୋଇଗଲେ। ବାଧ୍ୟ ହୋଇ ରାଜାଙ୍କ ପାଖକୁ ସବୁ କଥା କହି ପଠାଇଲେ। ମହାରାଜ ଆଦେଶ ଦେଲେ, ଗୋଟିଏ ଛୋଟ ଜାତିର ଗରିବ ଘରର ଝିଅ ରାଜଉଆସର ବୋହୂ ହୋଇ ପାରିବ ନାହିଁ। ସେ ସେଇଠି କାଶତଣ୍ଡିକୁ କବର ଦେବା ପାଇଁ କହିଲେ ଓ ବଳପୂର୍ବକ ରାଜକୁମାରଙ୍କୁ ନେଇ ଆସିବା ପାଇଁ ମହାରାଜ ଆଦେଶ ଦେଲେ। ମହାରାଜଙ୍କଠାରୁ ଆଦେଶ ପାଇ ସୈନ୍ୟମାନେ ରାଜକୁମାରଙ୍କଠାରୁ କାଶତଣ୍ଡିକୁ ଅଲଗା କଲେ। ସେହିଠାରେ ଗାତ ଖୋଳି କାଶତଣ୍ଡିକୁ ପୋତି ଦେଲେ। ଏହା ଦେଖି ରାଜକୁମାର ଛାତି ଫଟାଇ କାନ୍ଦିଲେ। ଛାଡ଼ିଦିଅ, ମୋ କାଶତଣ୍ଡିକୁ ଛାଡ଼ିଦିଅ, ନଚେତ୍ ତା ସହିତ ମୋତେ ବି ପୋତିଦିଅ। ମାଟିରେ ପୋତି ହୋଇ ମରିବା ଆଗରୁ କାଶତଣ୍ଡି କହି ଉଠିଲେ,
ଯା ରାଜକୁମାର, ଫେରିଯାଅ ରାଜଉଆସକୁ। ଏ ରାଜ୍ୟ ସାରା ଲୋକଙ୍କ ସେବା କରିବା ପାଇଁ ତୁମେ ଜନ୍ମ ନେଇଛ। ମୋତେ ତୁମେ ଝୁରି ଝୁରି ରାଜ୍ୟବାସୀଙ୍କ ପ୍ରତି କେବେ ଅନ୍ୟାୟ କରିବନି। ମହାରାଜ ଯେଉଁ ଆଜ୍ଞା ଦେଇଛନ୍ତି ସବୁ ତୁମେ ମଙ୍ଗଳ ପାଇଁ। ତାଙ୍କ ମନରେ ଦୁଃଖ ଦେଇ ଆମେ କେବେ ଶାନ୍ତିରେ ରହିପାରିବାନି। ରାଜକୁମାର କହିଲେ, ତୁମ ବିନା ମୋ ଜୀବନ ତୁଚ୍ଛ। ତୁମ ପଛେ ପଛେ ମୁଁ ବି ଯମପୁରକୁ ଆସୁଛି। ମୁଁ ବି ଆତ୍ମହତ୍ୟା କରିଦେବି। କାଶତଣ୍ଡି କହି ଉଠିଲା, ନା ରାଜକୁମାର, ତୁମେ ଯଦି ମୋତେ ସତରେ ଭଲ ପାଉଥିବ ତେବେ ହେଲେ ଆତ୍ମହତ୍ୟା କରିବ ନାହିଁ। ତୁମକୁ ତୁମ ପ୍ରେମର ରାଣ କେବେ ବି ଜୀବନ ହାରିବନି। ପ୍ରତିବର୍ଷ ମୋତେ ଅପେକ୍ଷା କରିବ। ପ୍ରତିବର୍ଷ ଶରତ ଋତୁରେ ଆମର ମିଳନ ହେବ। ମାଙ୍କ ଆଗମନରେ ଏହି ଶରତ ଋତୁରେ ଆମର ମିଳନ ହେବ। ଏହା କହି କାଶତଣ୍ଡି ପ୍ରାଣତ୍ୟାଗ କଲା। ଭଙ୍ଗା ହୃଦୟକୁ ଧରି ଫେରିଲେ ରାଜକୁମାର ରାଜଉଆସକୁ। ବାପାଙ୍କୁ କହିଲେ, କେବେ ବି ମୋତେ ଜୀବନରେ ବିବାହ କରିବାକୁ କହିବେନି। ମୁଁ ବି ଆପଣଙ୍କ ପୁଅ। ଆପଣଙ୍କ ଜିଦ୍ ଆଗରେ ମୋର ବି ଜିଦ୍ କିଛି କମ୍ ନୁହେଁ। ରାଜକୁମାର ଆଉ ବିବାହ କଲେ ନାହିଁ। ପ୍ରତିବର୍ଷ ସେ ଅନେଇ ରହିଥାନ୍ତି ସେହି ଶରତ ଋତୁକୁ। ଶରତ ଋତୁରେ ସେହି କାଶତଣ୍ଡି ଫୁଲ ଫୁଟିଲେ ରାଜକୁମାର ଧାଇଁ ଯାଆନ୍ତି ସେହି କାଶତଣ୍ଡି ବଣକୁ। ସେହି ଶରତ ଋତୁରେ ଅତୃପ୍ତ ଆତ୍ମାଗୁଡ଼ାକ ଓହ୍ଲାଇ ଆସନ୍ତି ଧରାଧାମକୁ। ସେହି ଅତୃପ୍ତ ଆତ୍ମାମାନଙ୍କ ମଧ୍ୟରୁ କାଶତଣ୍ଡି ଗୋଟିଏ। ପ୍ରେମର ଋତୁ ଶରତ ଋତୁ। ମନଲାଖି ଝିଅ ବା ପୁଅଟିଏ ଚାହୁଁଥିଲେ କାଶତଣ୍ଡି ଫୁଲ ଆଗରେ ମନର କଥା ଖୋଲି କହିଦେଲେ ମନର ମଣିଷ ମିଳିଥାଏ। ଦେବୀ ମାଙ୍କ ଆଗମନରେ ନୂଆ ବାର୍ତ୍ତା ଆଣିଲାଣି କାଶତଣ୍ଡି। ଏବେ ଏବେ ମାଙ୍କ ଆଗମନରେ ନିଜର ବାହୁ ମେଲାଇ ବସିଲାଣି କାଶତଣ୍ଡି। ପ୍ରକୃତି ରାଣୀ ସଜେଇ ହେଲାଣି। କାଶତଣ୍ଡିର ରୂପ ସଭାର ମହକି ଗଲାଣି। କାଶତଣ୍ଡି ଫୁଲେ ଫୁଲେ ଫଗୁଣ ଆସିଛି। ଋତୁଚକ୍ରର ତାଳେ ତାଳେ ବଦଳୁଛି ପ୍ରକୃତିର ସୌନ୍ଦର୍ଯ୍ୟ। ସର୍ବଦା ସୁନ୍ଦର ସବୁଜରେ ଚହଟୁଥିବା ଧରଣୀ ଶରତ ଋତୁରେ ଧଳା ଫର୍ ଫର୍ ଶାଢ଼ୀ ପିନ୍ଧି ସତେ ଯେମିତି ଜଗତଜନନୀ ମା ଦୁର୍ଗାଙ୍କ ଧରା ଅବତରଣକୁ ଆଗମନ କରିଥାନ୍ତି। ଖୋଲା ଆକାଶର ରାସ୍ତାକଡ଼ଠାରୁ ଆରମ୍ଭ କରି ନଈପଠା ପର୍ଯ୍ୟନ୍ତ ଧଳା ରଙ୍ଗରେ କାଶତଣ୍ଡି ପ୍ରକୃତିର ପସରାକୁ ସୁନ୍ଦର ଧରାଧାମକୁ ଦୁଇଗୁଣ କରିଦେଇଛି। ଧରଣୀର ଏହି ମାଦକତାର ରୂପକୁ ମନଭରି ଉପଭୋଗ କରିବା ପାଇଁ ରାସ୍ତା କଡ଼ରେ ଅଟକିଯାଏ ବାଟୋଇଟିଏ। ଖାଲି ସୁନ୍ଦରତାରେ ନୁହେଁ, ଔଷଧୀୟ ଗୁଣରେ ତାର ଅନେକ ମହତ୍ତ୍ୱ ବୋଲି ପୁରାଣ କାଳରେ ଲେଖା ବର୍ଣ୍ଣିତ ଅଛି। ଗଜାନନଙ୍କ ପୂଜା ପରେ କାଶତଣ୍ଡିର ସୁନ୍ଦର ପସରା ଆରମ୍ଭ ହୁଏ ଓ ମା ଦୁର୍ଗାଙ୍କ ଆଗମନରେ ପ୍ରକୃତିର ଶୋଭା ମଣ୍ଡନ କରୁଥାଏ। ଏହି କାଶତଣ୍ଡି ମାଙ୍କ ମେଲାଣି ପରେ ସ୍ୱତଃପ୍ରବୃତ୍ତ ଭାବରେ ମଉଳିଯାଏ ବୋଲି ପୌରାଣିକ ମତରେ ରହିଛି। ଏହି କାଶତଣ୍ଡି କାହାଣୀକୁ ନେଇ ଆପଣମାନଙ୍କର ମତ କ'ଣ ରହିଛି କମେଣ୍ଟ ବକ୍ସ ମାଧ୍ୟମରେ ଲେଖିବାକୁ ଜମାରୁ ବି ଭୁଲିବେନି। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲଟିକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। କମେଣ୍ଟରେ ଜୟ ମା ଦୁର୍ଗା ଲେଖିବା ପାଇଁ ଜମାରୁ ବି ଭୁଲିବେନି। ରହୁଛି ନମସ୍କାର, ଜୟ ଜଗନ୍ନାଥ। ପୁଣି ଦେଖା ହେବ ଏକ ସୁନ୍ଦର ଭିଡ଼ିଓ ସହିତ ଆଗାମୀ ଦିନମାନଙ୍କରେ।